ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଏପରି ଗୋଟିଏ ନିୟମ କହିବାକୁ ଯାଉଛି ଯେ ଏହି ନିୟମକୁ ଆପଣ ଯଦି ପାଳନ କରିବେ ତେବେ ଆପଣଙ୍କର ଜୀବନରେ କେବେ ବି ଧନର ଅଭାବ କିମ୍ବା ସମସ୍ୟା ଦେଖାଦେବ ନାହିଁ। ଏହି 5ଗୋଟି ନିୟମ ଆପଣ କୌଣସି ପୁସ୍ତକ କିମ୍ବା ବହିରୁ ପାଇପାରିବେ ନାହିଁ। ଏହା କେବଳ ସେ ହିଁ କହିଥିଲେ। ସେ ହେଉଛନ୍ତି ଚାଣକ୍ୟ। ତାଙ୍କ ଶିଷ୍ୟମାନଙ୍କୁ ଉପଦେଶ ଦେଇ କହିଥିଲେ କି ଆପଣ ଯଦି ଏପରି ନିୟମ ପାଳନ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଧନର ସମସ୍ୟା ଦେଖାଦେବ ନାହିଁ, ତାହା ଦୂରେଇ ଯିବ। ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ କହୁଥିବା ଛୋଟ ଛୋଟ ଟିପ୍ସମାନ ଆପଣ ଯଦି ଶୁଣିବେ ତେବେ ଆପଣ ବହୁତ ସକ୍ସେସ୍ ମଧ୍ୟ ହୋଇପାରିବେ। ତ ବନ୍ଧୁଗଣ, ଆଉ ଡେରି ନ କରି ଚାଲନ୍ତୁ ସେହି 5ଟି ଗୁପ୍ତ କଥା କ'ଣ କ'ଣ ଜାଣିବା। ପ୍ରଥମରେ, ଟଙ୍କା କେବଳ ବୃଦ୍ଧିକୁ ହିଁ ଆମସରଣ କରିଥାଏ କିମ୍ବା ଭାବନାକୁ କେବେ ବି ନୁହେଁ। ଯେଉଁ ବ୍ୟକ୍ତି ତା'ର ଜୀବନରେ କେବଳ ଟଙ୍କାକୁ ନେଇ ଗର୍ବ କରୁଥାଏ ସେ ତା ଜୀବନରେ ଅଧିକ ପସ୍ତେଇବାକୁ ଲାଗିଥାଏ। କାରଣ ତା'ର ଜୀବନରେ ଦିନେ ନା ଦିନେ ଏମିତି ବି ସମୟ ଆସିଥାଏ ଯାହା ଫଳରେ ତା ପାଖରେ ଟଙ୍କା ଥିବ କିନ୍ତୁ ପାଖରେ ସାହାଯ୍ୟ କରିବାକୁ କୌଣସି ଲୋକ ମଧ୍ୟ ନଥିବେ। ତେଣୁ ସାଙ୍ଗମାନେ କେବେ ହେଲେ ବି ନିଜର ପଇସା ଏବଂ ଘମଣ୍ଡକୁ ନେଇ ଗର୍ବ କରନ୍ତୁ ନାହିଁ। କାରଣ ସମୟ ହିଁ ସବୁକିଛି ଆମକୁ ହରେଇ ଦେଇଥାଏ। ଧୈର୍ଯ୍ୟ ହେଉଛି ଏମିତି ଏକ ଜିନିଷ, ଯଦି ଆମେ ତାକୁ ବିନା ମୂଲ୍ୟରେ ନେଇଯିବା ନା ତେବେ ଆମେ ଆମ ଜୀବନରେ କେବେ ବି ସକ୍ସେସ୍ ହେଇପାରିବା ନାହିଁ। ଟଙ୍କା କେବେ ହେଲେ ବି ଗୋଟିଏ ମନୁଷ୍ୟର ମନକୁ କିଣିପାରେ ନାହିଁ କିମ୍ବା ହୃଦୟକୁ ମଧ୍ୟ କିଣିପାରେ ନାହିଁ। ଟଙ୍କା କେବଳ ଦୋକାନରେ ଥିବା ସାମାନକୁ ହିଁ କିଣିବାକୁ ଚେଷ୍ଟା କରିଥାଏ। ହୁଏତ କୌଣସି ଲୋକ ତା'ର ଟଙ୍କାରେ ଗରିବ ହୋଇପାରେ କିମ୍ବା ତା'ର ନିଜର ସଚ୍ଚା ହୃଦୟରୁ ସେ କେବେ ବି ଗରିବ ହୋଇନଥାଏ। ଉଦାହରଣ ସ୍ୱରୂପ, ଗୋଟିଏ ଲୋକ ଗୋଟିଏ ଗରିବ ଘରକୁ ଦିନେ ଆସିଲା ଆଉ କହିବାକୁ ଲାଗିଲା, ଆରେ ଭାଇ, ଥଣ୍ଡା କାଇଁ, ବିସ୍କୁଟ କାଇଁ, ମିଚର କାଇଁ? ଆଉ ସିଏ କହିଲା, ଆରେ ଭାଇ, ଆମର ତ ଗରିବ ଲୋକ, ଆମେ କେଉଁଠୁ ଆଣିବୁ? ଯାହା ଫଳରେ ସେହି ଗରିବ ଲୋକଟିର ମନ ଅଧିକ ଦୁଃଖ ହେବାକୁ ଲାଗିଲା ଏବଂ ସେ କହିବାକୁ ଲାଗିଲା, ଆମେ ତ ମଣିଷ, ଆମର କ'ଣ କିଛି ଇଜ୍ଜତ ହିଁ ନାହିଁ? ତ ସାଙ୍ଗମାନେ, ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ନିଜର ଟଙ୍କାକୁ ନେଇ କେବେ ହେଲେ ମଧ୍ୟ ଗର୍ବ କରନ୍ତୁ ନାହିଁ। ଟଙ୍କା ଏମିତି ଏକ ଜିନିଷ ଯାହା ପାଖରେ ଥିଲା ଯାକ ଅନେକ ଲୋକ ସାହାଯ୍ୟ କରିବାକୁ ଧାଇଁ ଆସିବେ ଆଉ ତାହା ସରିଗଲେ କୌଣସି ବି ଲୋକ ଆମ ପାଖକୁ ସାହାଯ୍ୟ କରିବାକୁ ଆସିବେ ନାହିଁ। ସେ ଗରିବ ହେଉ କିମ୍ବା ଧନୀ। ସାଙ୍ଗମାନେ, କହିବାକୁ ଗଲେ ଗରିବ ଘରେ ଯାହା ଯେତିକି ସମ୍ମାନ ମିଳିଥାଏ ତାହା ଧନୀ ଘରେ କେବେ ବି ମିଳିନଥାଏ। କାରଣ ଗରିବ ଘରେ ହୁଏତ ଶାଗ ପଖାଳ ମିଳିପାରେ କିନ୍ତୁ ଧନୀ ଘରେ ମଟନ ଚିକେନ ସବୁ କିଛି ମିଳିପାରେ। କିନ୍ତୁ ଗରିବ ଘରେ ଯେତେ ମାନ ସମ୍ମାନ ମିଳିଥାଏ ନା, ତାହା କୌଣସି ଧନୀ ଘରେ ବି ମିଳିବାକୁ ଦେଖିନଥାଏ। ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ନିଜର ମନ ସହ ବାଣିଜ୍ୟ କରିବାକୁ ଲାଗିଥାଏ ସେ ତା'ର ଜୀବନରେ ସଫଳତା ପାଇପାରି ନଥାଏ। ବରଂ ଯେଉଁ ବ୍ୟକ୍ତି
ନିଜର ବୃଦ୍ଧି ଦ୍ୱାରା ବାଣିଜ୍ୟ କିମ୍ବା ବ୍ୟବସାୟ କରିବାକୁ ଚାହୁଁଥାଏ, ତେବେ ସେ ସେହିଠାରେ ପହଞ୍ଚି ଯାଇଥାଏ ଯେଉଁଠାରେ ତା'ର ସଫଳତା ପାଇବାକୁ ଯୋଗ୍ୟ ହୋଇଯାଇଥାଏ। ଆଉ ଭଗବାନ ମଧ୍ୟ ତା'ର ଏହି ନିଷ୍ପତ୍ତିକୁ ଅଧିକ ପସନ୍ଦ କରିବାକୁ ଲାଗନ୍ତି। ଏହି ଦୁନିଆରେ ଯେଉଁ ବ୍ୟକ୍ତି ନିଜର ଲକ୍ଷ୍ୟ ହାସିଲ କରିବା ପାଇଁ ତା'ର କାମରେ ଲାଗିପଡ଼େ, ସେ ହିଁ ଅନେକ ସଫଳତାର ସାହାଯ୍ୟ କାହାକୁ ବି ମାଗିନଥାଏ। ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ନା କିଛି ବ୍ୟବସାୟ ଲୁଚିକି ରହିଥାଏ, ଯାହାକି ତାହା ସମୟକ୍ରମେ ନିଜକୁ ନିଜେ ଅନୁସନ୍ଧାନ କରିକି ବାହାର କରିଥାଏ। ଯେଉଁ ବ୍ୟକ୍ତିମାନେ ନିଜର ଆଲୁଅ ପଥରେ ଆଗେଇ ଯାଇପାରନ୍ତି, ସେମାନେ ହିଁ ତାଙ୍କର ଜୀବନରେ ଆଲୁଅକୁ କେବେ ହେଲେ ବି ଏଡ଼ାଇ ପାରନ୍ତି ନାହିଁ। ତ ସାଙ୍ଗମାନେ, ମୁଁ ଶେଷରେ ଏତିକି କଥା କହିବାକୁ ଚାହୁଁଛି ଯେ ଆପଣମାନେ ଜୀବନରେ କର୍ମ କରିଚାଲନ୍ତୁ। ଫଳର କେବେ ହେଲେ ବି ଆଶା ରଖିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ନିଶ୍ଚୟ ଦିନେ ନା ଦିନେ ଆପଣଙ୍କୁ ସେଇ କର୍ମର ସଫଳତା ମିଳିଯିବ। କିନ୍ତୁ ଆପଣ ଗୋଟିଏ ଲୋକ ପ୍ରତି ଅନ୍ୟାୟ କରିଥିବା ସେହି ଫଳର କେବେ ହେଲେ ମଧ୍ୟ କ୍ଷମା ମିଳିନଥାଏ। ଦ୍ୱିତୀୟରେ, ଆପଣ ଯେଉଁ କମ୍ପାନୀ ଖୋଲିବେ, ସେହି କମ୍ପାନୀରେ ଆପଣଙ୍କର ଲାଭ ହେବ କି କ୍ଷତି ହେବ, ସେଇଠି ହିଁ ସେସବୁ ଧରା ପଡ଼ିଯାଇଥାଏ। ତେଣୁ ସାଙ୍ଗମାନେ, କୌଣସି ବି କାମ କରିବା ପୂର୍ବରୁ ହଠାତ୍ ନିଷ୍ପତ୍ତି ନିଅନ୍ତୁ ନାହିଁ, କାରଣ ନିଷ୍ପତ୍ତି ତ ସଙ୍ଗେ ସଙ୍ଗେ ନେଇଯିବ, ହେଲେ ତା'ର ଫଳାଫଳ ଏତେ ଗମ୍ଭୀର ହୋଇଥାଏ ଯେ ଯାହାଫଳରେ ସେ ଶେଷରେ ଆମକୁ ବିପଦ ଆଡ଼କୁ ଡାକି ନେଇଥାଏ। ତେଣୁ ସାଙ୍ଗମାନେ, କେବେ ହେଲେ ବି ସେହିପରି କାମ କରନ୍ତୁ ନାହିଁ। ସମୟକ୍ରମେ ଆପଣଙ୍କୁ ବହୁତ ସଫଳତା ବି ମିଳିବ, କାରଣ କମ୍ପାନୀ ଖୋଲିବା ଏକ ବିଜନେସ୍ ପରି ହୋଇଥାଏ। ସେଥିରେ ଆପଣଙ୍କର ବହୁତ ଲାଭ ମଧ୍ୟ ହେବାକୁ ଲାଗିଥାଏ। ସାଙ୍ଗମାନେ, ଯଦି ସେହି କମ୍ପାନୀ ଦ୍ୱାରା ଆପଣଙ୍କର ପରିବେଶରେ ଥିବା କୌଣସି ଲୋକ କିଛି ବି ଆକ୍ଷେପ କରିବା ଅନାବଶ୍ୟକ ଅଟେ, ନଚେତ୍ ଆପଣଙ୍କର କୌଣସି ବି ଜିନିଷ ବିକ୍ରି ହୋଇପାରିବ ନାହିଁ, ଯାହାଫଳରେ ଆପଣ କୌଣସି ବି ଲାଭ ମଧ୍ୟ ପାଇବେ ନାହିଁ। ତେଣୁ ସାଙ୍ଗମାନେ, ଦୁନିଆରେ ଚାଲାକରେ କମ୍ପାନୀ ଖୋଲିବା ଶିଖନ୍ତୁ, ଯାହାଫଳରେ ଲୋକେ ଆପଣଙ୍କ ସହ କଥା ହେବାକୁ ଲାଗିବେ। ତ ସାଙ୍ଗମାନେ, ମୁଁ ଏତିକି କହିବାକୁ ଚାହୁଁଛି ଯେ ଏହି ଦୁନିଆଟା ହିଁ ବହୁତ ବଡ଼ ଅଜବ ହୋଇଥାଏ। ଯେଉଁଠି ଟଙ୍କା ଦେଖିବେ ସେଠିକି ହିଁ ମାଡ଼ି ଚାଲିବେ, ଆଉ ଯେଉଁଠି ଟଙ୍କା ଦେଖିବେ ନାହିଁ ସେଠିକି କେହି ମଧ୍ୟ ଯିବେ ନାହିଁ କିମ୍ବା ସାଥ ମଧ୍ୟ ଦେବେ ନାହିଁ। ତେଣୁ ସର୍ବଦା ଟଙ୍କା ଉପରେ ହିଁ ନିର୍ଭର କରନ୍ତୁ, କାରଣ ଦୁନିଆ ଯେତେ ବି ବଦଳି ଯାଉନା କାହିଁକି, ନିଜର ନିଷ୍ପତ୍ତି ନିଜ ହାତରେ ହିଁ ନିଅନ୍ତୁ। ଲୋକଙ୍କ କଥା ଉପରେ କେବେ ବି ବିଶ୍ୱାସ କରନ୍ତୁ ନାହିଁ, କାହିଁକି ନା ଲୋକମାନେ ଆଜି ଅଛନ୍ତି, କାଲି ବି ବଦଳି ଯାଇପାରନ୍ତି। ତେଣୁ ଆପଣ କେବେ ହେଲେ ବି କାହା ଉପରେ ବିଶ୍ୱାସ ନ କରି ନିଜର କର୍ମପଥରେ ଆଗେଇ ଚାଲନ୍ତୁ। ଦେଖିବେ ଆପଣ ସକ୍ସେସ୍ ନିଶ୍ଚୟ ହେବେ। ଆଉ ଗୋଟିଏ କଥା ସାଙ୍ଗମାନେ, ଯଦି ଆପଣ କୌଣସି ଲୋକର କଥା ଶୁଣିକି ସେହି କମ୍ପାନୀ ବା ବିଜନେସ୍ କରୁଛନ୍ତି, ତେବେ ସେହି ବ୍ୟକ୍ତିଟି ଆପଣଙ୍କର ସ୍ୱାର୍ଥ ପାଇଁ ହିଁ ସେ ସେଠାରେ କରୁଅଛି। ତ ସାଙ୍ଗମାନେ, ସେହିପରି ଲୋକକୁ କେବେ ହେଲେ ବି ନିଜର ବିଜନେସ୍ରେ ମିଶାନ୍ତୁ ନାହିଁ। ଯିଏ ସର୍ବଦା ନିଜର ସ୍ୱାର୍ଥ ପାଇଁ ହିଁ ସେ କହିଥାଏ କିମ୍ବା ନିଜର ପାଖରେ ସେ କେବେ ବି ରହିନଥାଏ, ବାସ୍
ଖାଲି କିଛି କ୍ଷଣକ ସମୟ ପାଇଁ ହିଁ ସେ ନିଜର ସମୟ ବିତାଉଥାଏ। ତ ସାଙ୍ଗମାନେ, ସେହିପରି ଲୋକଠୁ ସବୁବେଳେ ସତର୍କ ରୁହନ୍ତୁ, ନଚେତ୍ ଆପଣ ମଧ୍ୟ ଅଧିକ ବିପଦରେ ପଡ଼ିପାରନ୍ତି। ଆଜିଠାରୁ ସବୁବେଳେ ଗୋଟିଏ ହିଁ ଶପଥ କରନ୍ତୁ ଯେ ମୁଁ ସେହି ଲୋକଙ୍କ ସହ ମିଶିବି ଯେଉଁମାନେ ଶିକ୍ଷାର୍ଥୀ ବୁଦ୍ଧିମାନ ହେଇଥିବେ, ଯାହାଫଳରେ ଆପଣଙ୍କ ପାଖରେ ଟଙ୍କା ଆପେ ଆପେ ଆସିକି ପହଞ୍ଚିଯିବ। ତ ସାଙ୍ଗମାନେ, ମୁଁ ଗୋଟିଏ କଥା କହୁଛି ଯେ ଆପଣଙ୍କ ପାଖକୁ ଟଙ୍କା ଆସିଗଲେ ଆପଣ ସେହି କାମକୁ ଯଦି ଭୁଲିଯିବେ, ତେବେ ଆପଣ ଜୀବନରେ ବହୁତ ବଡ଼ ଭୁଲ ମଧ୍ୟ କରିବେ। ତେଣୁ ଆପଣ ଯେଉଁ ଟଙ୍କାରେ ନିଜର ଘର ଚଳାଉଛନ୍ତି, ସେହି ଟଙ୍କାକୁ କେବେ ହେଲେ ମଧ୍ୟ ହାତ ଛାଡ଼ନ୍ତୁ ନାହିଁ। ସେ ନିଜ ଲୋକ ହେଉ କିମ୍ବା ପରଲୋକ ହେଉ। ତୃତୀୟରେ, ଆମ ପାଖକୁ ବିନା ମୂଲ୍ୟରେ ଆସୁଥିବା ଟଙ୍କାକୁ କୌଣସି ବି କାର୍ଯ୍ୟ କରିବା ଉଚିତ ନୁହେଁ। କାରଣ ସେହି ବିନା ମୂଲ୍ୟରେ ହିଁ ଆସୁଥିବା ଟଙ୍କା ଆମର ମୂଲ୍ୟକୁ ହିଁ ନଷ୍ଟ କରିଦେଇଥାଏ, ଯାହାଫଳରେ ଆମେ କୌଣସି କାମ କରିବାକୁ ମଧ୍ୟ ବାଧ୍ୟ ହେଇନଥାଉ। ଯାହାଫଳରେ ଆମର ଦିନ ଏମିତି ଆସିବ, ଆମେ ଦିନେ ନା ଦିନେ କାମ କରିବାକୁ ବାଧ୍ୟ ହେଇଯାଉ। ତ ସାଙ୍ଗମାନେ, ସେହି ଟଙ୍କାକୁ ନେଇକି କେବେ ମଧ୍ୟ ଗର୍ବ କରନ୍ତୁ ନାହିଁ। କାରଣ ସେ ଯେମିତି ଆସିଛି, ସେ ଦିନେ ନା ଦିନେ ସେମିତି ହିଁ ଚାଲିଯିବ। ନିଜର କର୍ମ ଉପରେ ସବୁବେଳେ ବିଶ୍ୱାସ ରଖନ୍ତୁ। ଭଗବାନ ମଧ୍ୟ ଆପଣଙ୍କୁ ସବୁବେଳେ ସଠିକ ରାସ୍ତା ଦେଖାଇବେ। ଆଉ ଆପଣ ଯଦି ସେହି ପଥରେ ଯିବେ, ତେବେ ଆପଣ ଦିନେ ନା ଦିନେ ବହୁତ ସକ୍ସେସ୍ ହେଇପାରିବେ କିମ୍ବା ଉପରକୁ ମଧ୍ୟ ଉଠିପାରିବେ। ଯେଉଁ ବ୍ୟକ୍ତି ସେହି ଟଙ୍କାକୁ ଦେଖି କୌଣସି ବି କାମ କରିବାକୁ ଚାହିଁନଥାଏ, ତା'ର ଭବିଷ୍ୟତ ସବୁଦିନ ପାଇଁ ଅନ୍ଧାର ହେବାକୁ ଲାଗିଥାଏ। ତେଣୁ ସାଙ୍ଗମାନେ, ମୁଁ ଆଜିର ଏହି ଭିଡ଼ିଓରେ କହିବାକୁ ଚାହୁଁଛି, ସର୍ବଦା କାମ କରନ୍ତୁ। ଆପଣଙ୍କ ସେହି ଟଙ୍କାରେ ଘର ଚଳିବ ନାହିଁ। କାରଣ ଏମିତି ବି ସମୟ ଆସିବ ଯେ ସେହି ଟଙ୍କା କେବେ ବି ମିଳିବ ନାହିଁ। କିନ୍ତୁ ନିଜ କର୍ମରେ କରିଥିବା ଟଙ୍କା ନିଶ୍ଚୟ ଦିନେ ନା ଦିନେ ମିଳିବ। ତେଣୁ ନିଜ କାମ କରନ୍ତୁ। ଆଉ ହଁ, ଗୋଟିଏ କଥା ସାଙ୍ଗମାନେ, ଯଦି ଆପଣ କୌଣସି କାମ କରୁଛନ୍ତି କିମ୍ବା କୌଣସି ଲୋକ ଆପଣଙ୍କୁ ସେହି ସ୍ଥାନରୁ ବାହାରି ଯିବାକୁ କହୁଛି, ତ ଆପଣ କେବେ ମଧ୍ୟ ଯାଆନ୍ତୁ ନାହିଁ। କାରଣ ସିଏ ଆପଣଙ୍କର ସ୍ୱାର୍ଥ ପାଇଁ ହିଁ କହୁଛି। କାରଣ ଆପଣ ଯେତେବେଳେ ପଳେଇ ଆସିବେ, ସେତେବେଳେ ସିଏ ସେହି କାମର ଫାଇଦା ଉଠାଇବାକୁ ଲାଗିବ, ଯାହାଫଳରେ ଆପଣ କେବେ ମଧ୍ୟ ସେହି କାମକୁ ଯାଇପାରିବେ ନାହିଁ। ଆଉ ସେହି ଲୋକଟି ବହୁତ ଟଙ୍କା ହାସିଲ କରିପାରିବ। ତେଣୁ ଲୋକଙ୍କ କଥା ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ। ତାଙ୍କର ବାହାରେ ହସ ହସ କଥା ଥାଏ, କିନ୍ତୁ ଭିତରେ ଏତେ ସାରା ବିଷ ଭରି ହେଇକି ରହିଥାଏ, ଯାହା ଆମକୁ କେବେ ବି ଜଣା ପଡ଼ିନଥାଏ। ଯଦି ଆପଣ ପ୍ରକୃତରେ ଧନୀ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଥିବା ଟଙ୍କାକୁ କୌଣସି ନା କୌଣସି କାମରେ ଲଗାନ୍ତୁ। ଯାହାଫଳରେ ଆପଣ ଲଗାଇଥିବା ଟଙ୍କା ତାହା ଦିନେ ନା ଦିନେ ଆପଣଙ୍କର 2 ଗୁଣ ମଧ୍ୟ ଫେରିକି ଆସିଯିବ। ଚତୁର୍ଥରେ, ସମୟ। ସାଙ୍ଗମାନେ, ସମୟ ହେଉଛି ଏମିତି ଏକ ଜିନିଷ, ଯଦି କୌଣସି ବ୍ୟକ୍ତି ତାକୁ ଅପେକ୍ଷା କରିଲା, ତେବେ ତା'ର ଫଳ ସିଏ ନିଶ୍ଚୟ ପ୍ରାପ୍ତ ହୋଇପାରିବ। ଆଉ ଯେଉଁ ବ୍ୟକ୍ତି ସମୟକୁ ଅପେକ୍ଷା ନ କରି ତା'ର କର୍ମ କରିଚାଲେ, ସେ ବି ନିଶ୍ଚୟ ଫଳ ପାଇପାରିବ। କିନ୍ତୁ ସମୟ ବିନା ଏହି ଦୁନିଆରେ କୌଣସି ବି କାମ
ଅସମ୍ଭବ ହୋଇଥାଏ। ତେଣୁ ସମୟ ଆଉ ଧୈର୍ଯ୍ୟ ଦୁଇଟି ଯାକ ଆମ ପାଇଁ ମୂଲ୍ୟବାନ ହୋଇଥାଏ। ଯେପରିକି ସମୟ ବିନା କୌଣସି କାମ କରିବା ଅସମ୍ଭବ, ଆଉ ଧୈର୍ଯ୍ୟ ବିନା ଆମେ କୌଣସି ବି ସ୍ଥାନକୁ ଯିବା ନିରର୍ଥକ ହୋଇଥାଏ। ପଞ୍ଚମରେ, ଟଙ୍କା କେବଳ ସେହି ସ୍ଥାନରେ ରହିଥାଏ ଯେଉଁଠାରେ କୌଣସି କାମ କରିବାକୁ ଆମେ ସେଠାରୁ ଯାଇଥାଉ, ଆଉ ଟଙ୍କା ସେହି ସ୍ଥାନରେ କେବେ ବି ରହିନଥାଏ ଯେଉଁ ସ୍ଥାନରେ ବିଶୃଙ୍ଖଳା ଆଉ ଅପମାନ ଏବଂ ଲଜ୍ଜା ଭରି ହୋଇକି ରହିଥାଏ। ସେହି ସ୍ଥାନରେ ଟଙ୍କା କେବେ ବି ରହିବାକୁ ଚାହିଁନଥାଏ। ସାଙ୍ଗମାନେ, ଏହି ଟଙ୍କା ବିନା କୌଣସି ବ୍ୟକ୍ତି ଦୁନିଆରେ ଚଳିବା ଅସମ୍ଭବ ହୋଇପଡ଼ିଥାଏ, ଯାହାଫଳରେ ସେ ନିରାଶ ହୋଇ କହିବାକୁ ଲାଗିଥାଏ କି ଯେ ଟଙ୍କା କ'ଣ ଏହି ଦୁନିଆରେ ଅଧିକ ମୂଲ୍ୟବାନ ଅଟେ କି? ଆମର ଉତ୍ତରରେ କହିବା, ହଁ, ଟଙ୍କା ଆଜିର ଦୁନିଆରେ ଗୋଟିଏ ହୀରା ପରି ହିଁ ହୋଇଥାଏ, ଯାହାଫଳରେ ଆଜି ତୁମର ପାଖରେ ଥିବ ତ ସବୁ ଲୋକ ପଚାରିବେ, ତ ପାଖରେ ନଥିଲେ କେହି ମଧ୍ୟ ପଚାରିବେ ନାହିଁ, କିମ୍ବା ଆମର ଠାରୁ ସ୍ୱାର୍ଥ ହାସଲ କରିବା ପାଇଁ ବି ସେମାନେ ଲାଗି ପଡ଼ନ୍ତି। ଉଦାହରଣ ସ୍ୱରୂପ, ଜଣେ ବେପାରୀ ଗୋଟିଏ ଦିନ ବେପାର କରିବାକୁ ଗୋଟିଏ ଗାଁକୁ ଗଲା, ଆଉ ସେଠାରୁ ଜଣକୁ ପରିବା ଦେଲା, ଆଉ ଗୋଟିଏ ଜଣ ପଇସା ଆଣିଲା ନାହିଁ, ଆଉ ସେ କହିଲା, ପଇସା ଦିଅ। ସେହି ଲୋକଟି ଉତ୍ତରରେ କହିଲା, ଭାଇ, ମୁଁ ତୁମକୁ ପଇସା ଦେଇଦେଇଛି। ଯାହାଫଳରେ ସେହି ବେପାରୀ ଲୋକଟି ଅନେକ ଦୁଃଖ ପ୍ରକାଶ କଲା, ଆଉ ସେଠାରୁ ପଳାଇବାକୁ ଲାଗିଲା। ତେଣୁ ସାଙ୍ଗମାନେ, ଏଥିରୁ ଆମେ ଏହା ଶିଖିଲେ ଯେ କୌଣସି ବି ଆସିଥିବା ବେପାରୀକୁ ଆମେ ତାକୁ ହଇରାଣ କରିବା ଆମର ବହୁତ ବଡ଼ ଭୁଲ ହୋଇଥାଏ। ତେଣୁ ତାକୁ ହଇରାଣ କରିବା ଆମ ପ୍ରତି ଏକ ଈର୍ଷା ଆଣି ଦେଇଥାଏ। ତେଣୁ କୌଣସି ଲୋକ ପ୍ରତି ଆମେ ଖରାପ ଉଦ୍ଦେଶ୍ୟ କିମ୍ବା ଖରାପ ଭାବନା କରିବା ଆମର ଉଚିତ ନୁହେଁ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ତ ସେତେ ପର୍ଯ୍ୟନ୍ତ ମୁଁ ରହୁଛି। ଧନ୍ୟବାଦ, ଅଲ୍ ଅଫ୍ ୟୁ। ସାଙ୍ଗମାନେ, ମୋର ଆପଣଙ୍କୁ ବାସ୍ ଗୋଟିଏ ରିକ୍ୱେଷ୍ଟ, ଯଦି ଆପଣଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଲା ତେବେ ନିହାତି ଭାବରେ ମୋର ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚିବାକୁ ଲାଗିବ। ଆଉ ହଁ ସାଙ୍ଗମାନେ, ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ ନିହାତି ଭାବରେ ଗୋଟିଏ ସେୟାର କରିବେ, ଯାହାଫଳରେ ଆପଣଙ୍କ ସେହି ଗୋଟିଏ ସେୟାର ପାଇଁ ମୁଁ ଉପରକୁ ଉଠିପାରିବି, ଆଉ ଆପଣଙ୍କର ଆଶୀର୍ବାଦ ବିନା ମୁଁ କେବେ ମଧ୍ୟ ଉପରକୁ ଉଠିପାରିବି ନାହିଁ। ତେଣୁ ଆପଣମାନେ ମୋତେ ବହୁତ ମାତ୍ରାରେ ସପୋର୍ଟ କରନ୍ତୁ, ଯାହାଫଳରେ ମୁଁ ଆପଣଙ୍କ ପାଇଁ